ଆପଣ ବହୁତ ଥର ଆଚାର ବନେଇଥିବେ। ଆଜିର ଆଚାର ବନେଇବା ତରିକା ଏତେ ସହଜ, ଆପଣ ଏ ଆଚାର ବାର ବାର ବନେଇବେ, ବହୁତ ହି ଟେଷ୍ଟି। ଆପଣଙ୍କୁ ବାର ବାର ଖରା ଦେଖେଇବାକୁ ପଡ଼ିବନି କି ବହୁତ ହି ଆପଣ ଆଚାରର ଟେଷ୍ଟ ନେଇପାରିବେ। ଆଉ ବହୁତ ହି ଆଚାର ଟେଷ୍ଟି ବନୁଛି। ଆପଣ ବର୍ଷ ବର୍ଷ ଧରିକି ଆପଣ ଏ ଆଚାର ରଖିକି ଖାଇପାରିବେ। ତ ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶାକୁ। ତ ଏଇ ଆମ୍ବ ହେଉଛି ଆମ ଗଛର ଆମ୍ବ, ଯୋଉଟାକୁ ମୁଁ ଏଇଟା ଧୋଇକି ଆମ୍ବକୁ ନେଇଛି। ଅବଶ୍ୟ ଟିକେ ଟିକେ ପାଣି ଲାଗିଛି, ତ ଯୋଉ ପାଣି ଲାଗିଛି ଆମେ ତାକୁ ଆମ୍ବକୁ ପୋଛି ନେବା। ତ ଏଠି ମୁଁ ନେଇଛି କିଲେ ପରେ ଆମ୍ବ, ଯେହେତୁ ମୁଁ ଏଇଟା ଆମ୍ବକୁ ଓଜନ କରିନି, କିଲେ ପରେ ଆମ୍ବ ନିଶ୍ଚିନ୍ତ ହବ। ତ ଆମ୍ବକୁ ଭଲସେ ପୋଛି ନେବେ। ତ ଯଦି ଆପଣଙ୍କୁ ମିଠା ଖାଇବାକୁ ପସନ୍ଦ ନାହିଁ, ତ ଏ ଆଚାରଟା ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ। ତ ଏଠି ସବୁ ଆମ୍ବକୁ ମୁଁ ପୋଛି ନେଇଛି। ତ ଏ ଆମ୍ବକୁ ମୁଁ ଚୋପା ଖାଇକି କରିବି। ତ ଯେହେତୁ ଏ ଆମ୍ବର ଯୋଉ ଚୋପାଟା ବି ବେଶୀ କଷା ନାହିଁ କି ଆମ୍ବଟା ବେଶୀ ଖଟା ନାହିଁ କି ବେଶୀ ମିଠା ନାହିଁ, ଏଇ ଟାଇପ୍ର ଆମ୍ବ ନେଇକି ଆଚାର କରିବେ, ବହୁତ ହି ଆଚାର ବଢ଼ିଆ ଲାଗିବ। ଯଦି ଆପଣଙ୍କର ଖଟା ଆମ୍ବ ଥିବ ତ ଆମ୍ବଟା ବହୁତ ହି ଖଟା ଲାଗିବ। ତ ଆମ୍ବକୁ ଚୋପା ଥାଇ କେମିତି ଛୋଟ ଛୋଟ ଆମ୍ବ କାଟି ନେବା, ଆଉ ଟାକୁଆକୁ ଆମେ ସାଇଡ୍ କରିନେବା। ଦେଖିପାରୁଥିବେ ସବୁ ଆମ୍ବକୁ ମୁଁ ଏଠି କାଟି ନେଇଛି। ତ ଆପଣଙ୍କୁ ଆମ୍ବ ଆଚାର କଲେ ବାର ବାର ଖରାରେ ଦେବାକୁ ପଡ଼ିବ। ତ ଏ ଆଚାରଟା ଆପଣ ବନାନ୍ତୁ। ତ ବହୁତ ହି କମ୍ ସମୟରେ ଆଉ ବହୁତ କମ୍ ଝିଞ୍ଝଟରେ ଏ ଆଚାର ଏଟା ବନେଇ ପାରିବେ। ତ ଆମ୍ବକୁ ଚାହିଁକି ଏଠି ଆମେ ଲୁଣ ଦେଇଦେବା। ତ ଅଧିକା ଆମ୍ବର ଆଚାର ମାନେ ନେଇକି ଏ ଆଚାର ବନେଇକି ଆପଣ ଅଧିକା ଆଚାର ଏଠି ବନେଇ ପାରିବେ। ତ ଏଠି 1.5 ଚାମଚରୁ 2 ଚାମଚ ଏଠି ଦେଇଛି ହଳଦୀ ଗୁଣ୍ଡ। ତ ସବୁ ଲୁଣ ହଳଦୀ ଗୁଣ୍ଡ ପକେଇଲା ପରେ ଆମ୍ବକୁ ଭଲସେ ମିଶେଇ ନେବା ହଳଦୀ ଆଉ ଲୁଣ ସହିତ। ତ ଏଠି ସବୁ ଭଲସେ ମିଶିଗଲା। ତ ଆପଣ ଯଦି ମାନେ ସେକେଣ୍ଡ ହାଫ୍ରେ ଆମ୍ବକୁ କାଟୁଛନ୍ତି, ଆପଣ ରାତି ସାରା ଆମ୍ବକୁ ରେଷ୍ଟରେ ରଖିନିଅନ୍ତୁ। ମୁଁ ଏଠି ରାତି ସାରା ଆମ୍ବକୁ ରେଷ୍ଟରେ ରଖି ନେଇଥିଲି। ତ ଲୁଣ ହଳଦୀ ଏଠି ଭଲସେ ଆମ୍ବରେ ଭିଜି ଯାଇଛି। ତ ଦେଖିପାରୁଥିବେ କେତେ ସାରା ପାଣି ଛାଡ଼ିଛି। ତ ଏ ଯୋଉ ଆମର ଯୋଉ ଆମ୍ବର ପାଣି ବାହାରିଛି, ଏସବୁ ଆମ୍ବ ମାନେ ପାଣିକୁ ଆମେ ବାହାର କରିନେବା। ମୁଁ ଏଠି ଗୋଟେ ଛଣା ନେଇଛି, ଯୋଉଥିରେ କି ସବୁ ଆମ୍ବକୁ ଏଠି ମୁଁ ପକେଇ ନେବି, ଯାହାଦ୍ୱାରା କି ଯୋଉ ଆମ୍ବରେ ଯୋଉ ପାଣି ରହିଥିଲା ସେ ଆମ୍ବର ପାଣି ସବୁ ବାହାରିଯିବ। ତ ଆମ୍ବର ଯୋଉ ଖଟା ବେଶୀ ଅଂଶ ଏଠି ମାନେ କମ୍ ଲାଗିବ, ଆମ୍ବର ଖଟା ଅଂଶଟା। ତ ଦେଖିପାରୁଥିବେ ଆମ୍ବ ବହୁତ ସଫ୍ଟ ହେଇଯାଇଛି। ତ ଆମ୍ବକୁ ମୁଁ ଏଠି 4ରୁ 5 ଘଣ୍ଟା ଆମ୍ବକୁ ଖରାରେ ଶୁଖେଇ ନେଇଥିଲି। ଦେଖିପାରୁଥିବେ ବେଶୀ ଶୁଖେଇବେନି, ଯେମିତି ଆର ପାଣି ଅଂଶଟା ପୁରା ଶୁଖିଯିବ। ଏପଟ ସେପଟ କରିକି ଶୁଖେଇ ନେବେ 2-4 ଘଣ୍ଟା ଆମ୍ବକୁ। ତ ଆମ୍ବ ଏଠି ଆମର ରେଡ଼ି ହେଇଗଲା। ଆମ୍ବ ଆଚାର ପାଇଁ ଆମେ ଏଠି ମସଲା ବନେଇ ନେବା। ଆମ୍ବ ଯେତିକି ନେବେ ସେଇ ଅନୁସାରେ ମସଲା ବନେଇବେ। ତ ଏଠି ବଡ଼ 2 ଚାମଚ ନେଇଛି ପାନ ମଧୁରୀ। ତ ଏଠି ଗ୍ୟାସ୍ର ହିଟ୍ ହାଇ କରିକି ଜମା ମସଲାକୁ ଭାଜିବେନି। ତ ଯୋଉ ମିଡ଼ିୟମ୍ ହିଟ୍ରେ ଭାଜନ୍ତୁ। ଆସ୍ତେ ଆସ୍ତେ ଭାଜି ହେଲେ ମସଲାର ବାସ୍ନାଟା ବହୁତ ସୁନ୍ଦର ଭାବେ ଆସିବ, ଯୋଉଟାକି ଆଚାରର ମାନେ ବହୁତ ହି ମାନେ ଆପଣ ଯୋଉ ଆଚାର ବନାଉଛନ୍ତି, ଆଚାର ମସଲାଟା ହିଁ ଆପଣଙ୍କର ଆଚାରଟା ବହୁତ ହି ଭଲ ବନିବ। ଏଠି 1 ଚାମଚ ଦେଇଛି ମେଥି। ମେଥିର ପରିମାଣ ଜମା ଅଧିକା କରିବେନି, ଆଚାର ପିତା ହେଇଯିବ। ତ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଏ ମସଲାକୁ ଆମେ ଭାଜି ନେବା, ଯେମିତି ଭଲ ବାସ୍ନା ଆସିବ। ତ ଯଦି ଭିଡ଼ିଓକୁ ଭଲ ଲାଗୁଛି ତ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଆଉ ଭିଡ଼ିଓକୁ ସେୟାର କରନ୍ତୁ, ଆଉ ଚ୍ୟାନେଲରେ ନୂଆ ଅଛନ୍ତି ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଏଠି ଦେଖିପାରୁଥିବେ ଭଲସେ ଆମର ଭାଜି ହେଇଗଲାଣି ଆମର ମସଲା। ଗୋଟେ ଏଠି ଥାଳିରେ ବାହାର କରିନେବା। ତ ଗୁଡ଼ ଆଚାରର ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ଆପଣ ଯଦି କମେଣ୍ଟ କରିବେ ତ ମିଠା ଆଚାର ରେସିପି ବି ମୁଁ ଅପଲୋଡ଼ କରିବି। ଏଠି ଯେହେତୁ ଆମର ଫ୍ରାଇଂ ପ୍ୟାନ୍ ତାତି ଥିଲା, ତ ଏଠି ଗ୍ୟାସ୍ର ଲୋ ଅଛି। ତ ସୋରିଷକୁ ବହୁତ ହି କମ୍ ସମୟ ଭାଜିବା, ତ ଯେମିତି ଆମର ସୋରିଷଟା ଯେମିତି ଟିକେ ତାର କ୍ରିସ୍ପି ହେଇଯିବ। ବେଶୀ ସମୟ ଭାଜିଲେ ଏଇଟା ପିତା ହେଇଯିବ। ତ ସୋରିଷଟା ଅଳ୍ପ ସମୟ ତାତିଲା ତାୱାରେ ରଖିକି ଆମେ ଭାଜି ନେଇକି ବାହାର କରିନେବା। ଏଠି 1 ଚାମଚ ଦେଇଛି କଳା ଜିରା। ଏଠି 1.5 ଚାମଚ ଦେଇଛି ଜୁଆଣି, ଯୋଉଟାକି ଆଚାରରେ ବହୁତ ହି ବଢ଼ିଆ ଫ୍ଲେଭର ଦେବ। ତ ଏଠି ଗରମ ତାୱାରେ ହିଁ ଟିକେ ସମୟ ଭାଜି ନେବା। ତ ଦେଖିପାରୁଥିବେ ଗ୍ୟାସ୍ର ହିଟ୍ ଏଠି ବନ୍ଦ ଅଛି। ଏଠି ଭାଜି ହେଇଗଲାଣି। ଆକୁ ବି ମସଲା ସହିତ ମିଶାଇବାନି, ଏଇଟା ଅଲଗା ଆମେ ରଖିବା, ଯେହେତୁ ଏଟାକୁ ଆମେ ଗ୍ରାଇଣ୍ଡ କରିବାନି। ତ ସେମ୍ ଫ୍ରାଇଂ ପ୍ୟାନ୍ରେ ମୁଁ ନେଇଛି ଏଠି ତେଲ 200ରୁ 250 ଗ୍ରାମ। ଏଠି ମୁଁ ସୋରିଷ ତେଲ ନେଇଛି।
तो सोरष तेलटा पूरा धुआंधार आपण गरम करना जो कि भलसे सोरष तेलटा गरम हो तार कंचा स्मेल जमी रही ये देखिए आचार मसला ये ठंडा हो गला आपण चाहिए शिଳରେ भी गुंड करके नहीं पारे। तो जेहेतु कम समय बनब आपण ग्राइंडर रे टिके खदड़ा करी ग्राइंड करने। तो देखिए आम ग्राइंड करके नहीं आसी देखिए चिकना ना कि बहुत ही खदड़ा ना ये टाइप ग्राइंड कर नहीं जोटा कि पार्टी मसलाटा बेसी गोटा गोटा बाजबनी। तो ये गोटे बड़ जगह नहीं तो ये सबू को मसला को ये देदेबा। तो जो कला जीरा और जुआनी आम भाजिक रखी ये मिसईदेवा। तो आप एमती आचार बन कि रुटी परोटा भात सबुथ खाईपर बहुत ही टेस्टी बनूची। तो ये राग लंका गुंड देती आपड़ जी राग खाइबे से अनुसार राग लंका गुंड दिंतु। जेहेतु यहाँ लुणी आ रागर आचार लुण रागर भाग माप पूरा सामान रही आचारटा बहुत ही बढ़िया लगे। ये गोटे बड़ चामच देती हलदी गुंड लुण देती गोटे बड़ चामच गोटे चामच रु टे अधिका लुण देती तो आप टेस्ट करके पछरे पकई पारे। ये देती काश्मीर रेड चिली पाउडर गोटे बड़ चामच देती जोटा कि भल कलर आसो। यहाँ देती हेंगु आचार हेंगुटा पकड़े बहुत ही भल फ्लेवर आसे। सबको भलसे आम गोल ना। तो आपण भी भावु एत सहज उपाय भी आपण आचार बनई पारे। ये तेल देखा बहुत ही गरम से ताती गला गैस रही बंद करनबा। तो तेलर कंचा स्मेल गला जाए तेल को भलसे गरम करने। तो ये गरम गरम थी अवस्था आम तेल अधारू अधिका ये पकई ना। ये अल्प तेल मुझे रखी ठंडा हवा देवा। तो ये तेल पकेला जो आचार बास्नाटा आसूची बहुत ही बढ़िया बास्ना। तो गरम गरम तेल पकेला ये जो सब मसलार कंचा बास्ना पड़ेब। तो आप जो बनइबे जो गरम तेलटा पकेबे ना कि बढ़िया बास्ना आसो आचार कहना आपको पूरा ठंडा हवा को छाड़देवा। तो देखिए ठंडा है ऊपर केते सुंदर कलर आसी। तो जो आम आंब को सुखेकी रखी थे मसला देहरे आंब सबको पकई नवा। तो मसला सहित आंब को भलसे गोली नेबा। मत लगे आंब सहित जो कौन जो मसला आप गोलाउं मु प्राय वीडियो रे देखुची जे हाथ में गोलाउं हाथ में गोलेले आचार बहुत समय रहे आ जो बड़का तेल थिला ठंडा है मुझे पकई नहीं। जमती आम आंब सहित मसला भलसे कोट हो से समय आम भलसे गोली नेबा। तो देखिपे बहुत ही सुंदर आप एमती भी खाईपर किंतु जो आंबटा रहा दी दिन खाइबे मसला सहित आंब भलसे भिटीगले आप आंब आचार खाया बहुत ही बढ़िया लगे। तो आंब को आम घोड़े नेबा आचार को 2 दिन आपण एमती ही घोड़े की रखु। आपको खरारे देवाक पड़ोनी मुझे 2 दिन पर देखा। तो देखिपे मसला सहित आंब पूरा भलसे मिसी जाए आंब जाक भी बहुत सॉफ्ट हो जाए। तो जेहेतु जी आम तेल पकई तेल सब जा तले रही जाए तो भलसे आम गोड़े नेबा। तो आपणकर आज रेसिपीटा आपको केमती लगे निश्चिंत कमेंट करके कहे। तो ये गोटे मुझे प्लास्टिक डगा जदि आप काचर बटल अच्छी आप भलसे धोईकी खरारे सुखेक जमी पानी नमती आप डब्बा निहतु आचार सेल्फ लाइफ बहुत ही बढ़ी। तो जेहेतु यहाँ मुझे प्लास्टिक डब्बा नहीं आप काच बोतल जदि थी आप रखिपारे। तो देखिए केते सुंदर आमर आचार बनकी रेडी है आपको बार बार खरारे देवाक पड़ोनी आचार। आपन जदि चाहिए टिके भिनेगार भी आप पकई पारे। जी आचार नहीं देखिए गोटे डब्बा भी फुल है। तो यही आचार उपर आउ कि सोरिष तेल गरम करके ठंडा कर नहीं ये पकई नहीं। तो आपको खरार देवाक पड़ोनी तेल को भलसे गोड़े नेबा। तापर आपणकर जो आचार डब्बा को बंद करना आप एमती ही घरे रखु।